ଏଇଟା ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ଅଛି ମାନେ ମା ଚଣ୍ଡୀଙ୍କ ମନ୍ଦିର ଏଇଟା ଦେଖିପାରୁଥିବେ। ତ ସ୍ୱାଗତ କରୁଛି ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ। ମୋ ନାଁ ହେଉଛି ଶ୍ରବଣ ଆଉ ମୁଁ ଅଛି କଳାହାଣ୍ଡି ଡିଷ୍ଟ୍ରିକ୍ଟର ମାନେ ଉର୍ଲାଦନୀ ଠାରୁ 10 କିଲୋମିଟର ବୁଢ଼ାନଦୀ ଶିବ ମନ୍ଦିର। ତ ମାନେ ଏ ମନ୍ଦିରଟା ଦେଖିପାରୁଥିବେ କେତେ ସୁନ୍ଦର ଦେଖାଯାଉଛି। ତ ଭାଇ ଏ ମନ୍ଦିରଟା ମାନେ ଛୁଟିଆ ବେଳେ ଯେତେବେଳେ ଆସିଥିଲି ମାନେ ଏ ମନ୍ଦିରଟା ଏମିତି ଏକ ରହସ୍ୟ ମନ୍ଦିର ଯେ ସେଥିପାଇଁ ଭଲ ଲାଗୁଛି। ତ ଭାଇ ଆଜି ବୁଲିବାକୁ ଆଇଛି ତ ସେଥିପାଇଁ ବ୍ଲଗ ଭିଡ଼ିଓ ବନେଇ ଦଉଛି ଆପଣମାନଙ୍କୁ ବି ଦେଖେଇବି। ଆଉ ମୂର୍ତ୍ତିଟା କେମିତି ମାନେ ସ୍ଥାପିତ ନାହିଁ ମାନେ ଏ ହିଷ୍ଟ୍ରିଟା ଆଜି ଯାଏଁ କିଏ ବି ଜାଣିନାହାନ୍ତି ଭଲ ଭାବରେ। ତ ଭାଇ ଆପଣମାନଙ୍କୁ ଦେଖେଇବି। ତ ଭାଇ ଆମେ ଏବେ ଏଣ୍ଟ୍ରି କଲୁ ମନ୍ଦିରଟା। ପାରୁଥିବେ କେତେ ସୁନ୍ଦର ଭାବରେ ମାନେ ଯେତେବେଳେ ମୁଁ ଆସିଥିଲି ଏଠାରେ ମାନେ ମାନେ ମାଟି ଘରଟେ ଥିଲା। ତାପରେ ମୂର୍ତ୍ତି ପୁରା ମାନେ ବହୁତ ଭାବରେ ପୂଜା ପାଉଥିଲେ। ଆଉ ମାନେ ଏବେ ଧୀରେ ଧୀରେ ସବୁ କିଛି ଡେଭଲପମେଣ୍ଟ ହେଲା। ତ ଦେଖିପାରୁଥିବେ ଏବେ ମନ୍ଦିରଟା କେତେ ସୁନ୍ଦର ଭାବରେ ଅଛି। ଆଉ ମାନେ ଏଠାରେ ସିମେଣ୍ଟରେ ବନେଇ ଦେଇଛନ୍ତି। ଆଉ ଏଇଟା ମାନେ ନନ୍ଦୀ ଭଗବାନଙ୍କୁ ଦେଖିପାରୁଥିବେ ଏଇଟା କେତେ ସୁନ୍ଦର ଭାବରେ ରଖା ହେଇଛି। ଏଇଟା ହଉଛି ମୂର୍ତ୍ତି ମାନେ ଲାଇଟ ନାହିଁ ପଳେଇଛି ତ ସେଥିପାଇଁ ଅନ୍ଧାର ଦେଖାଯାଉଛି। ଯେତେବେଳେ ଛୁଟିଆ ହେଇଥିଲି ମୁଁ ଆସିଥିଲି ଏଇଠି ବସିକି ପୂଜା କରାହଉଥିଲା। ତ ଭାଇ ଏ ମୂର୍ତ୍ତିଟା ପୁରା କେତେ ଛୋଟିଆ ହେଇଥିଲା କେତେ ପୂଜା ପାଇ ପାଇ ବଢୁଛି। ତ ଭାଇ ଆଶ୍ଚର୍ଯ୍ୟ କଥା ଆଉ ରହସ୍ୟ କିଛିଟା ଅଛି ଏ ମନ୍ଦିର। ତ ଭାଇ ବହୁତ ଭଲ ଲାଗୁଛି। ଯଦି ଆପଣ ମାନେ ଆଇବେ ତାହେଲେ କଳାହାଣ୍ଡି ଉର୍ଲାଦନୀ ମାନେ କଳାହାଣ୍ଡି ଏମ ରାମପୁର ଉର୍ଲାଦନୀରୁ 10-15 କିଲୋମିଟର ଦୂରିଆରେ ସାକୁସ ଏ ମନ୍ଦିରଟା ଅଛି। ଆଉ ବୁଢା ନଦୀ ସାଇଡରେ ଅଛି ରାଉଳ ନଦୀ ବୁଢା ନଦୀ ଅଛି। ଦୁଇ ସଙ୍ଗମ ମିଶିକି ଯାଉଛି। ଆଉ ତ ଭାଇ ଏ ଚାରିଆଡେ ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ଅଛି ମୂର୍ତ୍ତି। କି ଲୋକେ କହନ୍ତି ସମସ୍ତେ ବିଶ୍ୱକର୍ମା ମାନେ ସ୍ଥାପିତ କରୁଥିଲେ। ଯେତେବେଳେ ରାତିରେ କରୁ କରୁ ସକାଳ ପାଇଲା ଯାହା କି ଅଧା ଅଧା ପର୍ଯ୍ୟନ୍ତ ରହିଯାଇଛି। ଆଉ ସେଇଟା ଏଇ ମନ୍ଦିରର ବିଶେଷ ମାନେ ବିଶେଷ କଥା। ଆଉ ତ ଦେଖିପାରୁଥିବେ ଏଇଟା ବି କିଛି ମାନେ ଭଗବାନ ଅଛନ୍ତି ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ପୂଜା ପାଉଛନ୍ତି। ତ ଆଉ ଚାଲ ଆଗକୁ ଦେଖେଇବି। ଏଇଟା ଗୋଟେ ଦେଖିପାରୁଥିବେ ଏଇଟା କେତେ ସୁନ୍ଦର ଭାବରେ ଅଛନ୍ତି ନନ୍ଦୀ ଭଗବାନ ଯୋଉଟା କି ମାନେ ଶିବ ମନ୍ଦିରର ଆଗ ପଟେ ଶିବ ଭଗବାନଙ୍କର ମାନେ ବାହନ। ଯେହେତୁ ଯୋଉ ମାନେ ଶିବ ମନ୍ଦିରରେ ବି ମାନେ ନନ୍ଦୀ ଫାଷ୍ଟ ରହିବ ତାପରେ ଶିବ ମନ୍ଦିର ମାନେ ଭଗବାନ ରହୁଥାନ୍ତି। ଆଉ ଏଇଟା ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ହନୁମାନ ଭଗବାନ ଅଛନ୍ତି ଏଇଠି ବଜରଙ୍ଗବଲି। ଆଉ ଏଇଠି ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ଅଛନ୍ତି ପୁରା ଚାରିଆଡେ ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ଏଇଠି। ତ ଭାଇ ଏବେ ତ ମାନେ ଆଗ ତ ଘର ନଥିଲା କିଛି ନାହିଁ ଆଉ ଏବେ ବନେଇଛନ୍ତି। ତ ଭାଇ ଏଇଟା ବି ଟିକେ କିଛି ପୁରୁଣା ଅଛି। ଆଉ ମାନେ ଏଇଟା ଝିଙ୍କର ଖପର ଛାଇଁକି ଅଛନ୍ତି ଆଉ ପୂଜା କରୁଛନ୍ତି ସମସ୍ତେ। ଆଉ ମାନେ ଏଇଠାରେ ବି ଗହଳି ହଉଛି କିନ୍ତୁ ସୋମବାରକୁ ସୋମବାର ବହୁତ ଗହଳି। ତ ଭାଇ ଆମେ ଶନିବାର ଦିନ ଆସିଛୁ ଯେହେତୁ ଆଜି ଟିକେ ଗହଳି କମ ଅଛି। ଯାହା ଦ୍ୱାରା ମୁଁ ଆପଣ ମାନଙ୍କୁ ମାନେ ପବ୍ଲିକ ପ୍ଲେସ ରେ ଦେଖେଇ ପାରିଲି ନାହିଁ। ତ ସେଥିପାଇଁ ସରି କ୍ଷମା କରିଦେବେ। ତ ଭାଇ ଏଇଟା ଦେଖିପାରୁଥିବେ ଏଇଟା ବି ମନ୍ଦିର ସାଇଡ ରେ ଅଛି। ତାପରେ ଏଇଠାରେ ମାନେ ଆଗ ଯେତେବେଳେ ହଁ ଏଇ 3-4 ବର୍ଷ ତଳ କଥା ଆଗ ଏଇଠି ନାଗସାପ ଆସେ ମାନେ ଏଇ ଚାରିଆଡେ ବୁଲେ ଘୁରି ବୁଲେ ତାପରେ ଯାଉଥିଲା। ତ ଭାଇ ଏଇଟା ଦେଖିପାରୁଥିବେ ଏଇଟା ହଉଛି ନନ୍ଦୀ ଭଗବାନ। ଏଇଟା ମାନେ ଯେତେବେଳେ ବିଶ୍ୱକର୍ମା ଭଗବାନ ଗଢୁଥିଲେ ରାତିରେ ତ ଭାଇ ସକାଳ ହେଇଗଲା ତ ଅଧା ଯାଇ ଘଡି ଦେଲେ। ଆଉ ଏଇଠି ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ବନେଇଛନ୍ତି ପଥରରେ ମାନେ। ଆଉ ଏଇଠି ଦେଖ ଏଇଟା ହଉଛି ମାନେ ଶିବ ଭଗବାନ। ଆଉ ଏଇଟା ନାଗଟା ହଉଛି ତମ୍ବାରେ ତିଆରି ନାଗ। ଆଉ ତ୍ରିଶୂଳ ବି ଅଛି କେତେ ସୁନ୍ଦର ଭାବରେ ଦେଖିପାରୁଥିବେ। ଏଇଟା ମାନେ ଭକ୍ତ ମାନେ ଏଇଟା ମାନସିକ କଲାଟା ଏଇଟା ଅଛି ମାନେ ନଡିଆ କଣ କଣ ବାନ୍ଧିଛନ୍ତି। ଆଉ କେତେ ସୁନ୍ଦର ଭାବରେ ଦେଖିପାରୁଥିବେ ଏଇଟା ବି ଦେଖ ଏଇଟା ଚାରିଆଡେ ମାନେ ମୂର୍ତ୍ତି ପୂଜା ପାଉଛନ୍ତି ଆଉ କେତେ ସୁନ୍ଦର ଭାବରେ। ଆଉ ସେଇଟା ଚାଲ ଆପଣ ମାନଙ୍କୁ ପାଖରେ ଦେଖେଇବି। ଏଇଟା ଦେଖିପାରୁଥିବେ ଏଇଟା ବି ପୂଜା କରାହଉଛି ଏ ଜାଗାରେ ବହୁତ ସୁନ୍ଦର ଭାବରେ। ତ ଭାଇ ଚାଲ ଏଇଟା ବି ପୂଜା ପାଉଛନ୍ତି। ଆଉ ଏଇଟା ବି ତ ଭାଇ ଆଉ ଏଇଟା ଗୋଟେ ମାନେ ନୂଆ ନୂଆ ବନା ହେଇଛି। ଏଇଟା ବି ଏବେ ତ ମାନେ ଗେଟ ବି ଖୋଲା ହେଇନି। ତ ଭାଇ ଏଇଟା ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ଅଛି ମାନେ
ମା ଚଣ୍ଡୀଙ୍କ ମନ୍ଦିର ଏଇଟା ଦେଖିପାରୁଥିବେ, ମା କାଳୀ। ଆଉ ଏବେ ବି ମାନେ ତାଙ୍କ କୋଠରୀଟା ମାନେ ଝାଟି ମାଟିରେ ଅଛି। ଆଉ କିଛି ଦିନ ଗଲା ପରେ ଏଇଟା ବି ମନ୍ଦିର ବନେଇଦେବେ। ତ ଭାଇ ଆଉ ଏଇଟା ଦେଖିପାରୁଥିବେ, ଏଇଟା ମାନେ ନୂଆରେ ଏଇଟା ବି କିଛି ମାନେ ମନ୍ଦିର ପାଇଁ କରିଛନ୍ତି। ଆଉ ତ ଭାଇ ବହୁତ ଯାହାବି ମାନେ ଏବେ ଡେଭଲପମେଣ୍ଟ ହେଇଛି। ଆଗ ତ ମାନେ ଖାଲି ମାଟିରେ ଥିଲା, ଆଉ ମାନେ ଖୋଲା ପଡିଥିଲା, ମାନେ ଏଇ ଚାରିଆଡେ ପୁରା ବହୁତ ଜଙ୍ଗଲ। ଏବେ ତ ସାଇଡ ରେ ରୋଡ ବନିଗଲାଣି, ଆଉ ମାନେ ଯିଏ ଚାହିଁଲା ସିଏ ଆସିପାରିବେ ଏଇ ଜାଗାକୁ। ଆଉ ବହୁତ ଭଲ ଲାଗୁଛି ଭାଇ। ଆଉ ସୋମବାର ଦିନ ହେଲେ ମାନେ ଲୋକମାନେ ଗହଳି ଥାଉଛନ୍ତି, ଏବେ ନାହାନ୍ତି। ତ ସେଇଟା ଏକା ଆପଣ ଯଦି ଆସିବେ ତାହେଲେ ସୋମବାର ଦିନ ଆସନ୍ତୁ, ଆଉ ଏଇଠି ଦର୍ଶନ କରିକି ଯାଆନ୍ତୁ। ଏଇଟାର ରହସ୍ୟମୟ ମନ୍ଦିର କିଛି ବିଷୟରେ ଜାଣନ୍ତୁ, ତାପରେ ଯାଆନ୍ତୁ। ତ ବହୁତ ଭଲ ଲାଗିବ। ତ ଭାଇ ଏ ମନ୍ଦିରରେ ଆମେ ବୁଲାବୁଲି କଲୁ, ତ ବହୁତ ଭଲ ଲାଗିଲା। ଆଉ ଏ ଭିଡିଓରେ ଏତିକି ଦେଖାହବା ନେକ୍ସଟ ଭିଡିଓରେ। ତ ରହିଲି, ଧନ୍ୟବାଦ।